ଆଜି ମହାନ ଆତ୍ମିକ ଯୁଦ୍ଧ ଏବଂ ଆରାଧନା ଶୀର୍ଷକ ଉପଦେଶ ସହିତ ଆସନ୍ତୁ ଆମ୍ଭେମାନେ ବାଇବେଲ ମାଧ୍ୟମରେ ଅଧ୍ୟୟନ କରିବା ଯେ ଆତ୍ମିକ ଦୃଷ୍ଟିକୋଣରୁ ଆରାଧନା କେତେ ଗୁରୁତ୍ୱପୂର୍ଣ୍ଣ, ଯାହାଦ୍ୱାରା ଆମେ ପରମେଶ୍ୱରଙ୍କୁ ଆହୁରି ଅଧିକ ପବିତ୍ର ଆରାଧନା ଉତ୍ସର୍ଗ କରିପାରିବା। ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ଆରାଧନା ଦେବତାମାନଙ୍କ ମଧ୍ୟରେ ଏକ ଯୁଦ୍ଧ। ବାଇବେଲରେ ଅନେକ ଦେବତାମାନଙ୍କର ଅନେକ ନାମ ଯେପରିକି ମୋଲକ, ବାଲ ଓ ଆସେରାର ଉଲ୍ଲେଖ କରାଯାଇଅଛି। ସ୍ୱର୍ଗରେ ଶୈତାନ ପରମେଶ୍ୱରଙ୍କ ଲୋକମାନଙ୍କୁ ପ୍ରଲୋଭନ କଲା, ଯାହାଦ୍ୱାରା ସେମାନଙ୍କୁ ପୃଥିବୀରେ ନିକ୍ଷେପ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ସେ ସେମାନଙ୍କୁ ମୂର୍ତ୍ତିପୂଜକ ଦେବତାମାନଙ୍କୁ ଆରାଧନା କରିବା ପାଇଁ ପ୍ରଲୋଭନ କରିଥାଏ, ଯାହାଦ୍ୱାରା ସେମାନେ ପୁନର୍ବାର ସ୍ୱର୍ଗକୁ ଫେରିପାରିବେ ନାହିଁ। ଶୈତାନର ଉଦ୍ଦେଶ୍ୟ ହେଉଛି ପରମେଶ୍ୱରଙ୍କ ସହିତ ସେମାନଙ୍କର ସମ୍ପର୍କକୁ ଭାଙ୍ଗିବା। ଯେହେତୁ ଆମେ ଆତ୍ମିକ ବିଷୟଗୁଡ଼ିକୁ ଦେଖିପାରିବା ନାହିଁ କିନ୍ତୁ କେବଳ ଶାରୀରିକ ବିଷୟଗୁଡ଼ିକୁ ଦେଖିପାରିବା, ସେଥିପାଇଁ ଆମେ ସହଜରେ ଚିନ୍ତା କରିପାରିବା ଯେତେବେଳେ ଆମେ ଚର୍ଚ୍ଚକୁ ଆସିଥାଉ ଆମେ କେବଳ ପ୍ରଶଂସା ଗାନ କରୁ ଏବଂ ଏପରି କିଛି ପ୍ରାର୍ଥନା କରୁ ଯାହା ଆମେ ସ୍ୱାଭାବିକ ଭାବରେ କରିଥାଉ। କିନ୍ତୁ ଆତ୍ମିକ ଦୃଷ୍ଟିକୋଣରୁ ଏହା ଦେବତାମାନଙ୍କ ମଧ୍ୟରେ ଏକ ଯୁଦ୍ଧ। ଭାଇ ଓ ଭଉଣୀମାନେ, ଯୁଦ୍ଧରେ ଯଦି ଆପଣ ଶତ୍ରୁକୁ ପରାସ୍ତ କରିବାରେ ବିଫଳ ହୁଅନ୍ତି ତେବେ ଆପଣ ମରିଯିବେ। ସେଥିପାଇଁ ଏହା ହେଉଛି ଜୀବନ ଓ ମୃତ୍ୟୁ। ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ନକ୍ଷତ୍ରପୁଞ୍ଜରେ 200 ଆରବ ତାରକା ଅଛନ୍ତି। ଯଦି ଆମ ପାଖରେ 200 ଆରବ ସାମଗ୍ରୀ ଥାନ୍ତା ତେବେ ଗୋଟିଏ ପାଇବା କିମ୍ବା ହରାଇବା କୌଣସି ଫରକ ପକାଇବ ନାହିଁ। ଏହି ପୃଥିବୀ ଏତେ ନିରର୍ଥକ, ତଥାପି ପରମେଶ୍ୱର ମାନବ ଜାତିକୁ କେବଳ ତାଙ୍କର ଆରାଧନା କରିବା ପାଇଁ ଆଜ୍ଞା ଦିଅନ୍ତି। ସେଥିପାଇଁ ଆମ୍ଭମାନଙ୍କୁ ଏହି ବିଷୟର ପରୀକ୍ଷା କରିବା ଉଚିତ ଯେ ସେ ଆମ୍ଭମାନଙ୍କୁ ଏହି ଆଜ୍ଞା କାହିଁକି ଦେଇଛନ୍ତି। ଯଦି ଆମ୍ଭେମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରୁ ତେବେ ଆମ୍ଭେମାନେ କେଉଁଠାକୁ ଯିବା? ଆମ୍ଭେମାନେ ନରକକୁ ଯିବା, ଯେଉଁଠାରେ ବିନାଶ ଏବଂ ଅନନ୍ତ ଦଣ୍ଡ ଅଛି। 10 ଆଜ୍ଞା ମଧ୍ୟରୁ ପ୍ରଥମ ବିଷୟ ଯାହା ସେ କହିଲେ ତାହା ଥିଲା ଆମ୍ଭ ସାକ୍ଷାତରେ ତୁମ୍ଭର ଅନ୍ୟ କୌଣସି ଦେବତା ହେବ ନାହିଁ। ସେ ଗମ୍ଭୀରତାର ସହ ପଚାରିଲେ, ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ କ'ଣ ଆବଶ୍ୟକ? ଆରାଧନାର ଆବଶ୍ୟକତା ରହିଛି। ଆରାଧନାର ନିୟମ ଭିନ୍ନ ଭିନ୍ନ, ଯାହା ଏହା ଉପରେ ନିର୍ଭର କରେ ଯେ କାହାର ଆରାଧନା କରାଯାଇଥାଏ। ଚର୍ଚ୍ଚ ଅଫ୍ ଗଡ୍ ବିଶ୍ରାମ ଦିନକୁ କାହିଁକି ଗୁରୁତ୍ୱ ଦେଇଥାଏ? ଚର୍ଚ୍ଚ ଅଫ୍ ଗଡ୍ କାହିଁକି ନିସ୍ତାର ପର୍ବକୁ ଗୁରୁତ୍ୱ ଦେଇଥାଏ? ଏହାର କାରଣ କ'ଣ? ଏହା କେବଳ ନିର୍ଦ୍ଧାରିତ ତାରିଖରେ ପର୍ବ ଏବଂ ବିଶ୍ରାମ ଦିନ ପାଳନ କରିବାର ବିଷୟରେ ନୁହେଁ। ଯଦି ଆମେ ଏହାକୁ ଆତ୍ମିକ ଭାବରେ ଦେଖିବା ତେବେ ଏହାକୁ ଏକ ଆତ୍ମିକ ଯୁଦ୍ଧ ଭାବରେ ଦେଖାଯାଇପାରିବ। ସ୍ୱର୍ଗରେ ଆମେ କରିଥିବା ପାପକୁ କ୍ଷମା କରିବା ପାଇଁ ପରମେଶ୍ୱର ଏହି ଜଗତରେ ନୂତନ ନିୟମର ସତ୍ୟକୁ ବିସ୍ତାର କରୁଛନ୍ତି। ଏଥିପାଇଁ ସେ ଆମ୍ଭମାନଙ୍କୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯାଇ ପ୍ରଚାର କରିବାକୁ କହିଲେ ନାହିଁ କି? ଏହି କାରଣରୁ ଆମେ ପ୍ରତ୍ୟେକ ଦେଶରେ ନିଷ୍ଠାର ସହିତ ପ୍ରଚାର କରୁଅଛୁ। ତେବେ ଆରାଧନା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଏହାର କାରଣ ହେଉଛି ଆରାଧନା ନିର୍ଣ୍ଣୟ କରେ ଯେ ଆମେ କାହାକୁ ଉପାସନା କରୁ। ଆମେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ଏବଂ ଦୁନିଆର ଅନେକ ଚର୍ଚ୍ଚ ମଧ୍ୟ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ ଦାବି କରନ୍ତି। କିନ୍ତୁ ସେମାନଙ୍କ ଆରାଧନା ପଦ୍ଧତି ବିଷୟରେ କ'ଣ? ଏପରିକି ତାରିଖ ମଧ୍ୟ ଭିନ୍ନ। ଯଦିଓ ସେମାନେ କୁହନ୍ତି ଯେ ସେମାନେ ପୁନରୁତ୍ଥାନ ଦିନ ପାଳନ କରନ୍ତି, କିନ୍ତୁ ସେମାନେ ଅଣ୍ଡା ଖାଆନ୍ତି, ଯେତେବେଳେ କି ଆମେ ବାଇବେଲ ଅନୁଯାୟୀ ରୁଟି ଭାଙ୍ଗିଥାଉ। ଏହା ଆମ୍ଭମାନଙ୍କୁ ସେମାନଙ୍କଠାରୁ ଭିନ୍ନ କରିଥାଏ। ତେବେ ସେମାନଙ୍କର ପରମ୍ପରା ପରମେଶ୍ୱରଙ୍କଠାରୁ ଆସିଛି କି? ଶେଷରେ ସେମାନେ ପରମେଶ୍ୱରଙ୍କୁ ନୁହେଁ ଅନ୍ୟ ଦେବତାମାନଙ୍କୁ ଆରାଧନା କରନ୍ତି। ସେଥିପାଇଁ ଭବିଷ୍ୟତ ବକ୍ତା ଜିହିଜିକଲ ସେମାନଙ୍କୁ ଘୃଣ୍ୟ ବୋଲି କୁହନ୍ତି, କାରଣ ସେମାନେ ଓଷ୍ଠରେ ପରମେଶ୍ୱରଙ୍କୁ ଡାକିଥାନ୍ତି କିନ୍ତୁ ସେମାନଙ୍କ କାର୍ଯ୍ୟ ଦ୍ୱାରା ସେମାନେ ତାଙ୍କୁ ଅସ୍ୱୀକାର କରନ୍ତି। ସମସ୍ତ ମିଥ୍ୟା ଦେବତାମାନେ ଲୋକମାନଙ୍କୁ ଆରାଧନା ମାଧ୍ୟମରେ ସେମାନଙ୍କର ସେବା କରାଇଥାନ୍ତି।
섬기게 하고 있습니다. ଦୁନିଆରେ ଲୋକମାନେ ପୂର୍ବପୁରୁଷମାନଙ୍କର ଆତ୍ମାକୁ ଆରାଧନା କରିବା ପାଇଁ ପ୍ରସାଦ ଚଢ଼ାନ୍ତି ନାହିଁ କି? 하거나 하는 그런 어떤 그 방식들이 있지 않습니까? ଏହା ପରମେଶ୍ୱରଙ୍କୁ ଆରାଧନା କରିବାର ପଦ୍ଧତି ନୁହେଁ। ଦୁନିଆରେ ଅନେକ ଦେବତା ଏବଂ ଈଶ୍ୱର ଅଛନ୍ତି। ସେମାନେ ଏହିଭଳି ପ୍ରଥା ମାଧ୍ୟମରେ ଆମ୍ଭମାନଙ୍କ ଆତ୍ମାକୁ ଲୁଟି ନିଅନ୍ତି। 우리 영혼을 노력하고 ଯେହେତୁ ଆମ୍ଭେମାନେ ତୃତୀୟ ସ୍ତର ଜଗତରେ ବାସ କରୁ, ସେଥିପାଇଁ ଆମେ କେବଳ ଚିନ୍ତା କରିଥାଉ ଯେ ଏହା କେବଳ କିଛି ଏପରି ଯାହା ପରିବାର କେବଳ ଘରେ କରନ୍ତି, 영적인 입장 କିନ୍ତୁ ଆତ୍ମିକ ଦୃଷ୍ଟିକୋଣରୁ ଏହା ପରମେଶ୍ୱରଙ୍କୁ ଆରାଧନା କରିବାର ଉପାୟ ନୁହେଁ। 예법이 아니죠. 여러분 ଭାଇ ଓ ଭଉଣୀମାନେ, ଆରାଧନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୀଶୁ ଆମ୍ଭମାନଙ୍କୁ ଆରାଧନା ବିଷୟରେ କ'ଣ ଶିକ୍ଷା ଦେଲେ? 가르침을 주셨나요? ସେ ଆମ୍ଭମାନଙ୍କୁ ଆପଣ ସମସ୍ତ ହୃଦୟ, 가르침을 주셨습니다. ସମସ୍ତ ପ୍ରାଣ, 다라는 가르침 주지 않았습니까? ଆପଣ ସମସ୍ତ ଅନ୍ତଃକରଣ ସହିତ ଆରାଧନା କରିବାକୁ ଶିଖାଇଲେ, ହଁ ନା? 이렇게 해서 하나님 ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। 첫째 되는 계명이다. ଏହା ମାଥିଉ ଅଧ୍ୟାୟ 22ରେ ଲେଖା ନାହିଁ କି? 일러주지 않았습니까? ଆମ୍ଭେମାନେ ଯୀଶୁଙ୍କ ନୂତନ ନାମ ଖ୍ରୀଷ୍ଟ ଆନସାଙ୍ଗ ଏବଂ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କଠାରେ ବିଶ୍ୱାସ କରୁ, ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଲେ। 신앙인들입니다. ସେଥିପାଇଁ ଆମ୍ଭମାନଙ୍କୁ ବାଇବେଲ ଅନୁଯାୟୀ ବଞ୍ଚିବା ଉଚିତ। 살아가야만 되는 것입니다. 또 ଆସନ୍ତୁ ଆମେ ବାଇବେଲ ମାଧ୍ୟମରେ ନିଶ୍ଚିତ କରିବା ଯେ ପରମେଶ୍ୱର ଆରାଧନା ମାଧ୍ୟମରେ ଉତ୍ତର ଦିଅନ୍ତି। 하겠습니다. 열왕기상 ପ୍ରଥମ ରାଜାବଳୀ ଅଧ୍ୟାୟ 18 ପଦ 28ରେ ଆମେ ମିଥ୍ୟା ଭବିଷ୍ୟତ ବକ୍ତା ଏବଂ ଏଲିୟଙ୍କ ମଧ୍ୟରେ ଆତ୍ମିକ ଯୁଦ୍ଧ ଦେଖିପାରିବା। 엘리야가 영적인 대결을 벌이고 있습니다. ଏହା ନିର୍ଣ୍ଣୟ କରିବା ପାଇଁ ଥିଲା ଯେ କ'ଣ ସଦାପ୍ରଭୁ ପରମେଶ୍ୱର କିମ୍ବା ବାଲ ପ୍ରକୃତ ପରମେଶ୍ୱର ଅଟନ୍ତି। 하늘에서 불을 ସେମାନେ ସହମତ ଥିଲେ ଯେ ଯେଉଁ ପରମେଶ୍ୱର ବଳିଦାନକୁ ଦଗ୍ଧ କରିବା ପାଇଁ ସ୍ୱର୍ଗରୁ ଅଗ୍ନି ପଠାଇଲେ, ସେ ପ୍ରକୃତ ପରମେଶ୍ୱର। 참신이시라는 것을 확인토록 하자 말이죠. 그렇게 ମିଥ୍ୟା ଭବିଷ୍ୟତ ବକ୍ତାମାନେ ପ୍ରଥମେ ଆରମ୍ଭ କଲେ। 장면인데요. ଆସନ୍ତୁ ଆମେ ପଦ 28 ଦେଖିବା। 이에 ପୁଣି ସେମାନେ ଉଚ୍ଚ ସ୍ୱର କରି ଡାକିଲେ ଓ ଆପଣମାନଙ୍କ ବ୍ୟବହାର ଅନୁସାରେ ଦେହରୁ ରକ୍ତ ବୋହିଯିବା ପର୍ଯ୍ୟନ୍ତ ସେମାନେ ଛୁରୀ ଓ ବର୍ଚ୍ଛାରେ ଆପଣମାନଙ୍କୁ, ଅନ୍ୟ ଶବ୍ଦରେ ଯେପରି ସେମାନଙ୍କର ଆରାଧନା କରିବାର ପଦ୍ଧତି ଥିଲା, 피가 흐르기까지 칼과 କ୍ଷତ ବିକ୍ଷତ କଲେ। 상하게 하더라. 이같이 하여 ପୁଣି ମଧ୍ୟାହ୍ନ କାଳ ଗତ ହେଲା ଉତ୍ତାରେ ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳା ପ୍ରକ୍ତି କଲେ। 까지 이럴지라도 아무 ମାତ୍ର କୌଣସି ରବ ନୋହିଲା କି ଉତ୍ତର ଦେବାକୁ କେହି ନଥିଲା ଅବା କେହି ମନୋଯୋଗ କଲା ନାହିଁ। 라고 했습니다. 여기에 କଥା ହେଉଛି ଯେ 그들의 그 ସେମାନେ ନିଜ ପ୍ରଥା ଅନୁଯାୟୀ ଏହା କଲେ। 그 ସେମାନେ ନିଜ ନିଜକୁ ସେ ପର୍ଯ୍ୟନ୍ତ କ୍ଷତ ବିକ୍ଷତ କଲେ ଯେ ପର୍ଯ୍ୟନ୍ତ କି ସେମାନେ ଆପଣା ଦେବତାମାନଙ୍କର ଉପାସନା ଅନୁସାରେ ରକ୍ତପାତ କରିନାହାନ୍ତି ଏବଂ ବାଲ ଓ ଆସେରାଙ୍କୁ ଡାକିଲେ, 아세라를 କିନ୍ତୁ ସନ୍ଧ୍ୟାକାଳୀନ ବଳିଦାନର ସମୟ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିଲା ନାହିଁ। 없었습니다. 30 ପଦ 30, ଏଥିରେ ଏଲିଆ ସମଗ୍ର ଲୋକଙ୍କୁ କହିଲେ, ମୋ କତିକି ଆସ। 가까이 ଓ라. ତହୁଁ ସମଗ୍ର ଲୋକ ତାଙ୍କ କତିକି ଆସିଲେ। ତହିଁରେ ସେ ସଦାପ୍ରଭୁଙ୍କ ଉତ୍ପାଟିତ ଯଜ୍ଞବେଦୀ ପୁନର୍ନିର୍ମାଣ କଲେ। 야곱의 아들 ପୁଣି ଯେଉଁ ଯାକୋବ ନିକଟରେ ତୁମ୍ଭର ନାମ ଇସ୍ରାଏଲ ହେବ ବୋଲି ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହୋଇଥିଲା, ତାହାର ପୁତ୍ରମାନଙ୍କ ଗୋଷ୍ଠୀର ସଂଖ୍ୟାନୁସାରେ ଏଲିୟ 12 ପଥର ନେଲେ। 이스라엘이라 하리라 하신 자들아. ଆଉ ସେହି ପଥର ସବୁରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦୀ ନିର୍ମାଣ କରି ଯଜ୍ଞବେଦୀର ଚାରିଆଡ଼େ 2 ମହଳ ବିହନ ଧରୁଥିବା ଭଳି ଖାଇ ନିର୍ମାଣ କଲେ। 도랑을 만들고 또 나무를 ତହୁଁ ସେ କାଷ୍ଠସଜାଇ ବୃଷକୁ ଖଣ୍ଡ ଖଣ୍ଡ କରି କାଟି କାଷ୍ଠ ଉପରେ ଥୋଇଲେ। 이르되 통넷에 물을 ଆଉ ସେ କହିଲେ, 4 କଳସ ଜଳରେ ପୂର୍ଣ୍ଣ କରି ହୋମାର୍ଥକ ବଳି ଓ କାଷ୍ଠ ଉପରେ ତାହା ଢାଳ। 다시 그리하라. ପୁଣି ସେ କହିଲେ, ଦ୍ୱିତୀୟ ଥର ତାହା କର। ତହୁଁ ସେମାନେ ଦ୍ୱିତୀୟ ଥର ତାହା କଲେ। ଆହୁରି ସେ କହିଲେ, ତୃତୀୟ ଥର ତାହା କର। ତହୁଁ ସେମାନେ ତୃତୀୟ ଥର ତାହା କଲେ। 안으로 두루하라. ତହିଁରେ ଯଜ୍ଞବେଦୀର ଚାରିଆଡ଼େ ଜଳ ବହିଗଲା। ଏଲିୟ ଖାଇକି ମଧ୍ୟ ଜଳରେ ପୂର୍ଣ୍ଣ କଲେ। ଏ ଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ। 였습니다. 자, 저녁 ଏହା ସନ୍ଧ୍ୟା ବଳିଦାନର ସମୟ ଥିଲା, ଯାହା ଆମ୍ଭମାନଙ୍କର ଅପରାହ୍ନର ଆରାଧନାକୁ ସୂଚିତ କରେ। 아침 소재가 있고 저녁 ସକାଳର ବଳିଦାନ ଏବଂ ସନ୍ଧ୍ୟାକାଳୀନ ବଳିଦାନ ଅଛି କି ନାହିଁ? ଏହା ସେହି ଲୋକମାନଙ୍କ ପାଇଁ ଆବଶ୍ୟକ ସମୟ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କରନ୍ତି। ସେଥିପାଇଁ ଆମ୍ଭମାନଙ୍କ ପାଖରେ ପ୍ରତିବର୍ଷ ଏବଂ ପ୍ରତ୍ୟେକ ସପ୍ତାହ ଏକ ନିର୍ଦ୍ଦିଷ୍ଟ ସମୟରେ ଆରାଧନା ଥାଏ। 것이죠. ଏ ଉତ୍ତାରେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଏଲିୟ ଭବିଷ୍ୟତ ବକ୍ତା ନିକଟବର୍ତ୍ତୀ ହୋଇ କହିଲେ, ହେ ସଦାପ୍ରଭୁ ଅବ୍ରାହମର ଓ ଇସାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଯେ ଇସ୍ରାଏଲ ମଧ୍ୟରେ ପରମେଶ୍ୱର ଅଟ, ମୁଁ ଯେ ତୁମ୍ଭର ସେବକ ଓ ମୁଁ ଯେ ତୁମ୍ଭ ବାକ୍ୟ ପ୍ରମାଣେ ଏହିସବୁ କାର୍ଯ୍ୟ କରିଅଛି, ଏହା ଆଜି ଜଣାଯାଉ। 모든 일을 행하는 것을 ତୁମ୍ଭେ ସଦାପ୍ରଭୁ ଯେ ପରମେଶ୍ୱର ଅଟ ଓ ତୁମ୍ଭେ ଯେ ସେମାନଙ୍କର ଅନ୍ତଃକରଣ ଫେରାଇଅଛ, ଏହା ଏହି ଲୋକମାନେ ଯେପରି ଜାଣିପାରିବେ, ଏଥିପାଇଁ ମୋ କଥା ଶୁଣ। ହେ ସଦାପ୍ରଭୁ, ମୋ କଥା ଶୁଣ।
하나님이신 ସେତେବେଳେ ସଦାପ୍ରଭୁଙ୍କ ଅଗ୍ନି ପତିତ ହୋଇ ହୋମାର୍ତ୍ତକ ବଳି 돌이키게 하시는 ଅକାଷ୍ଠ 것을 알게 ଓ ପ୍ରସ୍ତର ସବୁ ଓ ଧୂଳି ଗ୍ରାସ କରି ଖାଇରେ ଥିବା ଜଳ ଚାଟି ପକାଇଲା। 물과 나무와 돌과 흙을 태우고 ଏଥିରେ ସମଗ୍ର ଲୋକ ଏହା ଦେଖି ମୁହଁ ମାଡ଼ି ପଡ଼ି କହିଲେ, ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି। 시로다 여호와 그는 하나님이시로다. ତହୁଁ ଏଲିଓ ସେମାନଙ୍କୁ କହିଲେ, ବାଲର ଭବିଷ୍ୟତ ବକ୍ତାମାନଙ୍କୁ ଧର, ସେମାନଙ୍କର କାହାରିକି ପଳାଇବାକୁ ଦିଅ ନାହିଁ। 또 도망하지 못하고 ତହିଁରେ ଲୋକମାନେ ସେମାନଙ୍କୁ ଧରିଲେ। ପୁଣି ଏଲିଓ ସେମାନଙ୍କୁ କିଶୋ ନଦୀ ନିକଟକୁ ନେଇ ସେଠାରେ ସେମାନଙ୍କୁ ବଧ କଲେ। 거기서 죽이니라 하였습니다. 여기에 ଆମ୍ଭମାନଙ୍କୁ କର୍ମିଲ ପର୍ବତ ଉପରେ ଏହି ଯୁଦ୍ଧକୁ ଏକ ଶାରୀରିକ ବିଷୟ ଭାବରେ ଦେଖିବା ଉଚିତ ନୁହେଁ। 보시면 안 되겠습니다. 이 모든 ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେବା ପାଇଁ ଏହା ପ୍ରସ୍ତୁତ କଲେ ନାହିଁ କି? 하나님께서 예비해 놓으신 장면 아니겠습니까? ପରମେଶ୍ୱର ସେହି ଲୋକମାନଙ୍କୁ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରି ତାହାଙ୍କୁ ଆରାଧନା କରନ୍ତି ସେମାନଙ୍କଠାରୁ 이방신의 규례를 가지고 다른 ଯେଉଁମାନେ ତାହାଙ୍କ ନିୟମ ଅନୁସାରେ ଅନ୍ୟ ଦେବତାଙ୍କୁ ଉପାସନା କରନ୍ତି ପୃଥକ କଲେ। 놓으셨습니다. ସେହି ସମୟରେ ଆରାଧନା କରାଯାଉଥିଲା। ସନ୍ଧ୍ୟା ବଳିଦାନ ସମୟରେ ଏଲିଓ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ 하나님께 기도의 예배를 ଏବଂ ବାଲର ଭବିଷ୍ୟତ ବକ୍ତାମାନେ 바알의 선지자 ସେମାନଙ୍କର ବ୍ୟବସ୍ଥା ଅନୁସାରେ ସେମାନଙ୍କର ବ୍ୟବସ୍ଥା ପାଳନ କଲେ। 집행했던 것이죠. ଆଜି ଯଦିଓ ଅନେକ ଚର୍ଚ୍ଚ ଅଛି, କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଦେଶିତ ଆରାଧନା ନିୟମଗୁଡ଼ିକ କୌଣସି ସ୍ଥାନରେ ନାହିଁ। 없습니다. 그들이 ଜିହିଜିକଲଙ୍କ ଅନୁସାରେ 나오는 그 ସେମାନେ ମନ୍ଦିରରେ କାହାକୁ ଆରାଧନା କରନ୍ତି? 있으면서 누구를 경배한다고요? ସେମାନେ ପରମେଶ୍ୱରଙ୍କ ମନ୍ଦିରରେ ଅଛନ୍ତି, ତଥାପି ସେମାନେ ସୂର୍ଯ୍ୟ ଦେବତାଙ୍କୁ ଆରାଧନା କରନ୍ତି। 이게 참 ଏଗୁଡ଼ିକ ଘୃଣ୍ୟ କାର୍ଯ୍ୟ। 들이단 말이죠. କିଛି ଲୋକ ପଚାରନ୍ତି, ଚର୍ଚ୍ଚ ବୋର୍ଡ କାହିଁକି ନିଶ୍ଚିତ ଭାବରେ ଶନିବାର ହିଁ ପାଳନ କରିଥାଏ? 그리고 오전과 오후 ସେମାନେ ପ୍ରାର୍ଥନାର ସମୟ ସକାଳେ ଏବଂ ଅପରାହ୍ନ କାହିଁକି ରଖିଥାନ୍ତି? 왜 그렇게 ଆମେ କୌଣସି ସମୟରେ ମଧ୍ୟ ପ୍ରାର୍ଥନା କରିପାରିବା ନାହିଁ କି? 하면 안 됩니까? ଯେକୌଣସି ସମୟରେ ମଧ୍ୟ ପ୍ରାର୍ଥନା କରିବା ଭଲ, 그러나 କିନ୍ତୁ ଆମେ ଏହି ନିର୍ଦ୍ଦିଷ୍ଟ ପ୍ରାର୍ଥନା ସମୟକୁ ବାଦ ଦେବା ଉଚିତ ନୁହେଁ, କାରଣ ଏହା ପରମେଶ୍ୱରଙ୍କ ଆଜ୍ଞା। 하나님께서 정해 주신 규례이기 때문에 ଶୈତାନ ସେହି ଶିକ୍ଷାଗୁଡ଼ିକୁ ଦୂର କରିବା ପାଇଁ ଅନେକ ଚତୁର ପଦ୍ଧତି ବ୍ୟବହାର କରେ। 간교하고 교묘한 내용들을 많이 사용합니다만 ଆସନ୍ତୁ ଆମେ ମାଥିଓ ଅଧ୍ୟାୟ 4 ଖୋଲିବା। ମାଥିଓ ଅଧ୍ୟାୟ 4 ପଦ 1ରେ ଲେଖା ଅଛି, ସେତେବେଳେ ଯୀଶୁ ଶୈତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ। 받으러 광야로 가사 ପୁଣି 40 ଦିନ ଓ 40 ରାତ୍ରି ଉପବାସ କରି ଶେଷରେ କ୍ରୋଧିତ ହେଲେ। 신지라 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, 하나님의 아들이여 ତେବେ ଏହି ପଥର ଗୁଡ଼ାକୁ ରୁଟି ହେବା ପାଇଁ ଆଜ୍ଞା ଦିଅ। 떡덩이가 되게 하라. କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, 가라사대 ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, 사람이 떡으로만 살 ମାତ୍ର ଈଶ୍ୱରଙ୍କ ମୁଖରେ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। 살 것이라 하였느니라. ଶୈତାନ ଆମକୁ ଶାରୀରିକ ଜିନିଷ ଉପରେ ଧ୍ୟାନ ଦେବା ପାଇଁ ପ୍ରବଞ୍ଚନା କରେ। 합니다. 이러다가 ମୁଁ କିଛି ଲାଭ ନ କରି ମୋହର ସମୟ ନଷ୍ଟ କରୁଅଛି କି? 가진 것 없이 세월만 허송세월하는 것이 아닌가. ଶୈତାନ ଆମକୁ ଏପରି ପାପପୂର୍ଣ୍ଣ ଚିନ୍ତାଧାରା ଆଣିବାକୁ ପ୍ରେରଣା ଦିଏ। କିନ୍ତୁ ଯୀଶୁ ଉତ୍ତର ଦେଲେ, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଏହାର କାରଣ ହେଉଛି ଆମ୍ଭମାନଙ୍କ ପାଖରେ ଅନନ୍ତ ସ୍ୱର୍ଗରାଜ୍ୟ ଅଛି। ଆସନ୍ତୁ ଆମେ ପଦ 5 ଦେଖିବା। ତହିଁ ଉତ୍ତରେ ଶୈତାନ ତାହାଙ୍କୁ ପୁଣିଆ ନଗରକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ଼, କାରଣ ଲେଖା ଅଛି, ସେ ଆପଣ ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ। 그 사자를 명하시리니 ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ। 하였나니라. 예수께서 ଯୀଶୁ ତାହାକୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ। 아니라 하신대 ପୁନଶ୍ଚ ଶୈତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, 내게 ତୁମ୍ଭେ ଯେବେ ଆମକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା। 이 모든 것을 ଅନ୍ୟ ଶବ୍ଦରେ, 이에 ଯଦି ତୁମ୍ଭେ ମୋତେ ଉପାସନା କରିବ। 하라고요. ତହିଁରେ ଯୀଶୁ ତାହାକୁ କହିଲେ, ସେ କ'ଣ କହିଲେ? ଦୂର ଶୈତାନ, କାରଣ ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ଯୀଶୁ କହିଲେ ଯେ ସମସ୍ତ ଆରାଧନା ଶୈତାନକୁ ନୁହେଁ, ବରଂ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯିବା ଉଚିତ। 너희 같은 그런 잡신들에게 이렇게 하는 예배가 아니다 말이에요. କିନ୍ତୁ 그러나 오늘 ଆଜି ବିଶ୍ୱବ୍ୟାପୀରେ ଲକ୍ଷ ଲକ୍ଷ ଦେବତା ଅଛନ୍ତି। 신들이 존재하고 있습니다. ବିଶେଷ କରି ଯେତେବେଳେ ମୁଁ ଭାରତକୁ ଆସିଥିଲି, ସେତେବେଳେ ପାଳକ କର୍ମଚାରୀମାନେ ମୋତେ ପଚାରିଲେ, ଆପଣ ଜାଣନ୍ତି କି ଭାରତରେ କେତେ ଦେବତା ଅଛନ୍ତି? ମୁଁ ଉତ୍ତର ଦେଲି, ବୋଧହୁଏ ପ୍ରାୟ 100 ଦେବତା। 정도 될까요? 했더니만 ସେମାନେ କହିଲେ, ସେଠାରେ 10 କୋଟିରୁ ଅଧିକ ଅଛନ୍ତି।
ମୁଁ ଏହା ଜାଣି ଆଶ୍ଚର୍ଯ୍ୟ ହେଲି ଯେ ଏହି ଗୋଟିଏ ଦେଶରେ 10 କୋଟିରୁ ଅଧିକ ଦେବତାଙ୍କୁ ଆରାଧନା କରାଯାଏ। 하니까 깜짝 놀랐습니다. ମୁଁ ଚିନ୍ତା କଲି ଅନେକ ଦେବତା ଅସଂଖ୍ୟ ଲୋକଙ୍କ ଆତ୍ମାକୁ ନଷ୍ଟ କରୁଛନ୍ତି। 많은 사람들의 그 영혼들을 갉아먹고 있구나 말이에요. ଧାର୍ମିକ ବିଷୟବସ୍ତୁ ସହିତ ଜଡ଼ିତ ଅନେକ ଦିଗ ଅଛି। 맞물려 있는 것이 굉장히 참 많더라는 것입니다. ମାଥିଉ ଅଧ୍ୟାୟ 4ରେ ଯେତେବେଳେ ପ୍ରଥମ ଏବଂ ଦ୍ୱିତୀୟ ପରୀକ୍ଷା ବିଫଳ ହୋଇଗଲା, 첫 번째, 두 번째께 안 되니까 ଶୈତାନ ଯୀଶୁଙ୍କ ସମସ୍ତ ରାଜ୍ୟ ଏବଂ ସେସବୁର ଗୌରବ ଦେଖାଇ କହିଲା, 자기에게 경배하면 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା। 다줄 것이다. ଶୈତାନ ଆରାଧନା ପାଇବା ପାଇଁ ତାର ସମସ୍ତ ପ୍ରୟାସ କରେ। 있습니다. 우리가 କାହିଁକି ଆମେ ବାଇବଲର ପ୍ରତ୍ୟେକ ପଦରେ ଲୋକମାନଙ୍କୁ ଏହା ଶିକ୍ଷା ଦେବା ପାଇଁ ଯେ ଆମ୍ଭେମାନେ ବିଶ୍ରାମ ଦିନ ନିଶ୍ଚୟ ପାଳନ କରିବା ଉଚିତ ଅନୁସନ୍ଧାନ କରୁ? ସେମାନେ କେବଳ ଏହା ଜାଣନ୍ତି ଯେ ବାଇବେଲ ହେଉଛି ପରମେଶ୍ୱରଙ୍କ ବାକ୍ୟ। ସେମାନେ ଏହାର ପାଳନ କରୁନାହାନ୍ତି। 하나님이 아닌 ଏହି ସମସ୍ୟାଗୁଡ଼ିକୁ ଉତ୍ପନ୍ନ ହୋଇଥାଏ କାରଣ ସେମାନେ ଅନ୍ୟ ଦେବତାମାନଙ୍କୁ ଉପାସନା କରନ୍ତି। ଏହି କାରଣରୁ ପରମେଶ୍ୱର ଆମମାନଙ୍କୁ ତାହାଙ୍କର ଆଜ୍ଞା ଦିଅନ୍ତି। 시는 이유를 신명기 ଆସନ୍ତୁ ଆମେ ଦ୍ୱିତୀୟ ବିବରଣ ଅଧ୍ୟାୟ 4 ପଦ 9 ଉପରେ ଏକ ନଜର ପକାଇବା। ଦ୍ୱିତୀୟ ବିବରଣ ଅଧ୍ୟାୟ 4 ପଦ 9 말씀 보시면 କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, 지키라. ନହେଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି ତାହା ତୁମ୍ଭେ ପାଶୋରି ଯିବ 하노라. 두렵건대 ଓ ତାହା ଯାବଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ। 그 일들을 내 마음에 떠날까 하노라. ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ। 내 손자들에게 알게 하라. ଯେଉଁଦିନ ତୁମ୍ଭେ ହରେବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, 여호와께서 ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା। 나를 들려서 ତହିଁରେ ସେମାନେ ପୃଥିବୀର ଯାବଜୀବନ 세상에 ସେମାନେ କାହାକୁ ଭୟ କରିବା ଶିଖିପାରିବେ? 누구를요? ଆମ୍ଭଙ୍କୁ। 다 경외함을 ଏଠାରେ କିଏ କହୁଛନ୍ତି? ପରମେଶ୍ୱର। ତେଣୁ ଏହା ଲେଖାଯାଇଅଛି ଯେ ସେମାନେ ପରମେଶ୍ୱରଙ୍କୁ ଭୟ କରିବା ଶିଖିବେ। 이 세상 ଏହି ପୃଥିବୀରେ ଆମ୍ଭମାନଙ୍କର ସମୟ ମଧ୍ୟରେ ଆମେ କିପରି ପରମେଶ୍ୱରଙ୍କୁ ଆରାଧନା କରିବା ତାହା ଶିଖିବା ଉଚିତ। 경외함을 ଭୟ କରିବାକୁ ଶିଖିବେ 그 자녀에게 ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ। 가르치라고 했습니다. 이렇게 ଶେଷରେ 결국 ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସିନୟ ପର୍ବତରେ ତାଙ୍କର ବ୍ୟବସ୍ଥା ସେମାନଙ୍କୁ ଦେଲେ ନାହିଁ କି? 율례와 규례와 법도 아니겠습니까? ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କ ଜୀବନର ସମସ୍ତ ଦିନଗୁଡ଼ିକରେ ତାହାଙ୍କର ନିୟମଗୁଡ଼ିକୁ ସ୍ମରଣ କରିବାକୁ କହିଲେ। 집에 있을 때 ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ 내 손 ତୁମ୍ଭେ ଏହାକୁ କିପରି ବାନ୍ଧିବ? ତୁମ୍ଭେ ଚିହ୍ନ ସ୍ୱରୂପେ ଆପଣା ହସ୍ତରେ ତାହା ବାନ୍ଧିବ ଓ ତାହା ତୁମ୍ଭ ଚକ୍ଷୁଦେହ ମଧ୍ୟରେ ଭୂଷଣ ସ୍ୱରୂପ ହେବ। 그만큼 잊어버리지 ଏହା ସୁନିଶ୍ଚିତ କରିବା ପାଇଁ ଯେ ଆମ୍ଭେମାନେ ତାହାଙ୍କର ଆଜ୍ଞାକୁ କେବେ ଭୁଲିବା ନାହିଁ, ପରମେଶ୍ୱର ସମସ୍ତ ମାନବ ଜାତିକୁ ଏହି ଶିକ୍ଷା ଦେଇଛନ୍ତି। ତଥାପି ଶୈତାନ ଚତୁରତାର ସହିତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଲା। 없애고 ଯଦିଓ ନାମ ସମାନ ରହିଥାଇପାରେ, ତଥାପି ସେ ମୂଳକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। 바꿔버리는 컴퓨터 ଯଦି କମ୍ପ୍ୟୁଟର ବଦଳରେ କମ୍ପ୍ୟୁଟର ପ୍ୟାକେଜିଂ ଭିତରେ ବେସବଲ ଥାଏ ତେବେ କ'ଣ ହେବ? 어떠시겠습니까? ଏହା ଉଦ୍ବେଗଜନକ କଥା ହେବ। 당혹스럽습니다. ଏହା କେତେ ଆଶ୍ଚର୍ଯ୍ୟର ବିଷୟ ହେବ ଯଦି ଏହା ବାହ୍ୟରେ ଖ୍ରୀଷ୍ଟ ଧର୍ମର ହୋଇଥାଏ, 숭배하는 그런 내용들이 କିନ୍ତୁ ଭିତରୁ 있다면 ସୂର୍ଯ୍ୟ ଦେବତାର ଉପାସନା ପାଇଁ ହୋଇଥାଏ। 참 황당하고 황망하겠습니까? ଯେପରି ମାଥିଉ ଅଧ୍ୟାୟ 4ରେ ଲେଖା ଅଛି, ଶୈତାନ ଯୀଶୁଙ୍କୁ ତାହାର ଆରାଧନା କରିବା ପାଇଁ ପ୍ରଲୋଭିତ କରିବାକୁ ଚେଷ୍ଟା କଲା। 경배하는 쪽으로 인도하기 위해서 시험을 걸었던 ତେବେ ପରମେଶ୍ୱରଙ୍କ ଲୋକମାନଙ୍କୁ କେତେ ସହଜରେ ପ୍ରଲୋଭନରେ ପକାଯାଇପାରିବ? 우리 백성들이야 얼마나 쉽게 그렇게 속일 수가 있겠습니까? ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ପ୍ରତି ସମର୍ପଣ ହେବାକୁ କହିନାହାନ୍ତି କି? 그렇지 않았습니까? ଯଦି ଆମ୍ଭେମାନେ ଏହିପରି କରିବାରେ ବିଫଳ ହେଉ, ତେବେ ଏହା ପରମେଶ୍ୱରଙ୍କ ବ୍ୟବସ୍ଥା କି ନୁହେଁ, 법인지 ତାହା ଉପରେ ଆମେ ଦ୍ୱନ୍ଦ୍ୱରେ ପଡ଼ିଯିବା। 그렇기 때문에 하나님께서는 2000 ବର୍ଷ ପୂର୍ବେ ପରମେଶ୍ୱର ନୂତନ ନିୟମ ଘୋଷଣା କଲେ। 사세 ତଥାପି ପ୍ରାୟ ଚତୁର୍ଥ ଶତାବ୍ଦୀରେ ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ଉଚ୍ଛେଦ କରିଦିଆଯାଇଥିଲା। ନୂତନ ନିୟମର ବିଲୁପ୍ତ ହେବା ସହିତ ଜୀବନର ଜ୍ୟୋତି ଜଗତରେ ଆଉ ନାହିଁ। 존재할 수 없게 된 것이죠. ଏହି କାରଣରୁ କିଏ ଆସିଛନ୍ତି? ଯେ ପର୍ଯ୍ୟନ୍ତ ପରମେଶ୍ୱର ନ ଆସନ୍ତି କେହି ମଧ୍ୟ ଶୈତାନ ଉପରେ ବିଜୟ ପ୍ରାପ୍ତ କରିପାରିବେ ନାହିଁ। 문제는 없습니다. କେବଳ ପରମେଶ୍ୱର ହିଁ ଏହି କାର୍ଯ୍ୟ କରିପାରିବେ। ପରମେଶ୍ୱର ଏହି ପୃଥିବୀକୁ ସମସ୍ତ ଆରାଧନାର ନିୟମକୁ ପୁନଃସ୍ଥାପନ କରିବାକୁ ଆସିଲେ। 예배를 되찾아오셨습니다. ପରମେଶ୍ୱରଙ୍କୁ କିପରି ଆରାଧନା କରିବା ଉଚିତ 하나님을 섬기는 법을 몰랐습니다. ତାହା କେହି ଜାଣିନଥିଲେ। 이들에게 ସେଥିପାଇଁ ପରମେଶ୍ୱର ନୂତନ ନିୟମର ବିଶ୍ରାମ ଦିନ, ନିସ୍ତାର ପର୍ବ, 찾아주시고 새 언약의 3 ଥରରେ 7ଟି ପର୍ବ ଏବଂ ନୂତନ ନିୟମର ସିଓନକୁ ପୁନଃସ୍ଥାପିତ କଲେ।
ଯେହେତୁ ପିତା ସ୍ୱର୍ଗୀୟ ମାତା ନୂତନ ଜେରୁସାଲେମକୁ ପ୍ରକଟ କରିଛନ୍ତି, ଯିଏ ନୂତନ ନିୟମର ବାସ୍ତବିକତା ଅଟନ୍ତି, ପୃଥିବୀର ସମସ୍ତ ସିଓନ ପିତା ଏବଂ ମାତାଙ୍କଠାରେ 우리 모든 시온이 ସମାନ ବିଶ୍ୱାସର ମାର୍ଗରେ ଚାଲନ୍ତି ନାହିଁ କି? 믿음의 길을 지금 걸어가고 있지 않습니까? 우리가 ଆମ୍ଭେମାନେ ସମସ୍ତ ଶିକ୍ଷା ପାଳନ କରୁ ଯାହା ବାଇବଲରେ ଅଛି। 성경에 찾아보면 다 있습니다. ବାଇବଲରେ ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ମଧ୍ୟ ଦେଖିବାକୁ ମିଳେ। ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହେବା ମଧ୍ୟ ବାଇବଲରେ ଦେଖିବାକୁ ମିଳେ। ଯଦିଓ ଏହା ବାଇବଲରେ ମିଳିଥାଏ, 결국 하나님 କିନ୍ତୁ ଲୋକମାନେ ଏହା ବୁଝନ୍ତି ନାହିଁ। 보기는 보아도 보지 ସେମାନେ ଆତ୍ମିକ ରୂପରେ ଅନ୍ଧ ଅଟନ୍ତି। 마음으로 ଯେପରିକି 깨닫지 못하는 ପରମେଶ୍ୱରଙ୍କ ବାକ୍ୟରେ ଲେଖା ଅଛି, 영적 소경과 ସେମାନେ ଦେଖୁ ଦେଖୁ ଦେଖନ୍ତି ନାହିଁ, 있다는 것을 ଶୁଣୁ ଶୁଣୁ ଶୁଣନ୍ତି ନାହିଁ 확인할 수 କି ବୁଝନ୍ତି ନାହିଁ। 이 지구 ଆମ୍ଭେମାନେ କେତେ ଗର୍ବିତ ଅନୁଭବ କରିଥାଉ 참 ଯେତେବେଳେ ଆମ୍ଭେମାନେ ଏହା ଉପରେ ବିଚାର କରିଥାଉ ଯେ 바르게 ଏହି ବିଶ୍ୱବ୍ୟାପୀରେ ପରମେଶ୍ୱରଙ୍କୁ ଆରାଧନା କରିବାର ଏକମାତ୍ର ସ୍ଥାନ ହେଉଛି ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍। 예배가 자부심이 느껴집니까? ସେଥିପାଇଁ ସର୍ବଦା ଗର୍ବିତ ଅନୁଭବ କରନ୍ତୁ। 저들의 잘못된 점들을 ଆମ୍ଭମାନଙ୍କୁ ସେମାନଙ୍କର ଭୁଲ ବୁଝାମଣାକୁ ସଂଶୋଧନ କରିବା ଉଚିତ, 진리의 말씀을 ଯାହାଦ୍ୱାରା ସେମାନେ ଜୀବନର ସତ୍ୟର ବାକ୍ୟଗୁଡ଼ିକୁ ଶୁଣିପାରିବେ। ସେମାନଙ୍କୁ ଆମ୍ଭମାନଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି କେବଳ ଆରାଧନା କରିବା। ଯେତେବେଳେ ଆମ୍ଭେମାନେ କହୁ ଯେ ଆରାଧନା ଭିନ୍ନ, ତେବେ କିଏ ଭିନ୍ନ ଅଟନ୍ତି? ଆମ୍ଭେମାନେ ଯେଉଁ ପରମେଶ୍ୱରଙ୍କୁ ଆରାଧନା କରୁ ସେ ଭିନ୍ନ ଅଟନ୍ତି। ଆମ୍ଭମାନଙ୍କ ପରମେଶ୍ୱର ହେଉଛନ୍ତି ସେ ଯିଏ ବାଇବଲକୁ ଲେଖିଅଛନ୍ତି। 6 ଦିନରେ ସ୍ୱର୍ଗ, ପୃଥିବୀ ଏବଂ ସମସ୍ତ ବସ୍ତୁକୁ କିଏ ସୃଷ୍ଟି କଲେ? 누굽니까? ସେ ପରମେଶ୍ୱର ଅଟନ୍ତି ଯାହାଙ୍କର ଆମ୍ଭେମାନେ ଆରାଧନା କରିଥାଉ। 우리의 모든 ଆମ୍ଭମାନଙ୍କ ସମସ୍ତ କାର୍ଯ୍ୟ 부족은 ବାଇବଲରେ ଲିପିବଦ୍ଧ ହୋଇଅଛି। 알 수 있습니다. ଅନ୍ୟପକ୍ଷରେ ଆମ୍ଭେମାନେ ସେହି ଲୋକମାନଙ୍କ ସମସ୍ତ ଆରାଧନା ରୀତିନୀତି କେଉଁଠାରେ ପାଇପାରିବା ଯେଉଁମାନେ ରବିବାର ଆରାଧନା କରନ୍ତି, ଖ୍ରୀଷ୍ଟମାସ ପାଳନ କରନ୍ତି ଏବଂ କ୍ରୁଶ ସ୍ଥାପନ କରନ୍ତି? ଆମେ ଅନ୍ୟ ଦେବତାମାନଙ୍କ ମଧ୍ୟରେ 그래서 찾으면 그 ସେମାନଙ୍କ ଉପାସନାର ଆଧାର ପାଇପାରିବା। 그래서 세상에 ଯଦିଓ ଆମ୍ଭମାନଙ୍କୁ ଜଗତର ସମସ୍ତ ଗୌରବ ଓ ଖ୍ୟାତି ପ୍ରଦାନ କରାଯାଏ, 칭찬과 명성 다 준다고 ଯୀଶୁ କହିଲେ, 예수님께서는 ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ଏହି ଜଗତର ଜିନିଷଗୁଡ଼ିକୁ କେବଳ ଏକ କ୍ଷଣିକ ପାଇଁ। ଏହି କାରଣରୁ ଯୀଶୁ ଆମ୍ଭମାନଙ୍କୁ ଅନନ୍ତ ବିଷୟରେ ବାକ୍ୟ ଦେଲେ 것을 찾는 그 ଏବଂ ଆମ୍ଭମାନଙ୍କୁ ଶିକ୍ଷା ଦେଲେ ଯେ ଆମ୍ଭେମାନେ ପ୍ରକୃତ ପରମେଶ୍ୱରଙ୍କୁ ଆରାଧନା କରି ଏହା ପ୍ରାପ୍ତ କରିପାରିବା। 주셨던 것이죠. 우리 ଆସନ୍ତୁ ଆମେ ଜିହିଜିକଲ ଅଧ୍ୟାୟ 36 36장 ପଦ 25କୁ ଯିବା। 말씀을 살피도록 하겠습니다. ଅଧ୍ୟାୟ 36 ପଦ 25ରେ ଲେଖା ଅଛି, ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରେ ସୂଚି ଜଳ ସିଞ୍ଚିବା, ତହିଁରେ ତୁମ୍ଭେମାନେ ଶୁଚି ହେବ। ତୁମ୍ଭମାନଙ୍କର ସବୁ ଐଶ୍ୱର୍ଯ୍ୟରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ଆମ୍ଭେ ତୁମ୍ଭମାନଙ୍କୁ ଶୁଚି କରିବା। ଆହୁରି ଆମ୍ଭେ ତୁମ୍ଭମାନଙ୍କୁ ଏକ ନୂତନ ହୃଦୟ ଦେବା ଓ ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆଉ ଆମେ ତୁମ୍ଭମାନଙ୍କ ମାଂସ ମଧ୍ୟରୁ ପ୍ରସ୍ତରମୟ ହୃଦୟ କାଢ଼ି ନେବା ଓ ଆମେ ତୁମ୍ଭମାନଙ୍କୁ ମାଂସମୟ ହୃଦୟ ଦେବା। ପୁଣି ଆମ୍ଭେ ତୁମ୍ଭମାନଙ୍କ ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା। ସେ ଆମ୍ଭମାନଙ୍କୁ କ'ଣ କରିବା ପାଇଁ ପ୍ରେରିତ କରିବେ? ଓ ତୁମ୍ଭମାନଙ୍କୁ ଆମ୍ଭର ବିଧି ରୂପ ପଥରେ ଚଳାଇବା, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। 하나님 ଯେତେବେଳେ ଆମ୍ଭେମାନେ ପରମେଶ୍ୱରଙ୍କ ନିୟମ ପାଳନ କରୁ, ତେବେ ସେ ଆମ୍ଭମାନଙ୍କୁ ତାହାଙ୍କ ଲୋକ ଭାବରେ ସ୍ୱୀକାର କରନ୍ତି ଏବଂ ସେ ଆମ୍ଭମାନଙ୍କ ପରମେଶ୍ୱର ହୁଅନ୍ତି। 너가 내 백성이고 내가 너희 하나님이다고 이렇게 ପଦ 28ରେ ପରମେଶ୍ୱର ତାହାଙ୍କ ସହିତ ଆମ୍ଭମାନଙ୍କ ସମ୍ପର୍କକୁ ସ୍ୱୀକାର କରୁଥିବାର ବିଷୟକୁ ଦର୍ଶାଯାଇଅଛି। 계속 ଆସନ୍ତୁ ଜାରି ରଖିବା। ପୁଣି ଆମ୍ଭେମାନେ ତୁମ୍ଭମାନଙ୍କର ପିତୃ ପୁରୁଷଗଣକୁ ଯେଉଁ ଦେଶ ଦେଲୁ, ତହିଁରେ ତୁମ୍ଭେମାନେ ବାସ କରିବ ଓ ତୁମ୍ଭେମାନେ କିଏ ହେବ? ଆମ୍ଭର ଲୋକ ହେବ। ପରମେଶ୍ୱରଙ୍କ ଲୋକ ହେବା ପାଇଁ ଆମ୍ଭେମାନେ କ'ଣ କରିବା ଉଚିତ? ପଦ 27, ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ଯଦି ତୁମ୍ଭେ ଆମ୍ଭର ବ୍ୟବସ୍ଥା ପାଳନ କର, ତୁମ୍ଭେମାନେ ଆମ୍ଭର ଲୋକ ହେବ, ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ୱର ହେବା। ଆଜିକାଲି ଏପରି ଅନେକ ଚର୍ଚ୍ଚ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ଦାବି କରନ୍ତି, କିନ୍ତୁ ସେମାନଙ୍କ ନିକଟରେ ପରମେଶ୍ୱରଙ୍କ ଉପାସନା କରିବା ପାଇଁ କୌଣସି ନିୟମ କିମ୍ବା ପର୍ବ ନାହିଁ। 없고 규례도 없고 법도도 없고 ବାପ୍ତିସ୍ମର ବିଧିରୁ ଆମ୍ଭେମାନେ ନିଶ୍ଚିତ କରିପାରିବା ଯେ ସେହି ଚର୍ଚ୍ଚଗୁଡ଼ିକରେ 그래서부터 ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା କୌଣସି ଶିକ୍ଷା ନାହିଁ। 하나도 없다는 사실을 확인할 수가 있습니다. 절대 ଆମ୍ଭେମାନେ କେବେ ମଧ୍ୟ ଏପରି କୌଣସି ବିଷୟକୁ ଗ୍ରହଣ କରିବା ଉଚିତ ନୁହେଁ ଯାହାକି ପରମେଶ୍ୱରଙ୍କ ବ୍ୟବସ୍ଥା ନୁହେଁ। ଯେପରିକି ପଦ 25ରେ ଲେଖା ଅଛି, ପରମେଶ୍ୱର କୁହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଅଶୁଚିତା ଓ ତୁମ୍ଭମାନଙ୍କର ସମସ୍ତ ପ୍ରତିମାଗୁଡ଼ିକରୁ ସୂଚୀ କରିବା। ତେବେ ପରମେଶ୍ୱର ତାଙ୍କ ଆତ୍ମାକୁ ତାଙ୍କ ବିଧି ଅନୁସରଣ କରିବା ପାଇଁ ରଖିବେ। 너희로 내 율례를 행하게 할 것이다. 하나님께서 ସେମାନେ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଚାଲନ୍ତି କି ନାହିଁ?
그걸 보면 ଏହାଦ୍ୱାରା ଆମ୍ଭେମାନେ ଜାଣିପାରିବା ଯେ ସେମାନେ ପରମେଶ୍ୱରଙ୍କ ଲୋକ କିମ୍ବା ନୁହେଁ। 할 수 있는 것입니다. 하나님의 백성 ପରମେଶ୍ୱରଙ୍କ ଲୋକମାନେ ପରମେଶ୍ୱରଙ୍କ ନିୟମ ଅନୁଯାୟୀ ଆରାଧନା କରନ୍ତି। 예배를 하는 사람들입니다. ଆମ୍ଭେମାନେ ବିଶ୍ରାମ ଦିନର ଆରାଧନାକୁ କେବେ ମଧ୍ୟ ହାଲୁକା ଭାବରେ ନେବା ଉଚିତ ନୁହେଁ। 여기면 안 됩니다. ଏହାକୁ କେବଳ ଆରାଧନାର ଦିନ ବୋଲି ଧରାଯିବା ଉଚିତ ନୁହେଁ, କାରଣ ଏହା ସପ୍ତମ ଦିନ। 어떤 사람 କିଛି ଲୋକ କୁହନ୍ତି ଯେ ପର୍ଯ୍ୟନ୍ତ ଆମେ ପରମେଶ୍ୱରଙ୍କୁ ଆରାଧନା କରୁ, ଶନିବାର କିମ୍ବା ରବିବାର ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ସତ ମନେ ହୁଏ, କିନ୍ତୁ 우리 하나님 ସପ୍ତମ ଦିନକୁ ନିଯୁକ୍ତ କରିବା ପଛରେ ନିଶ୍ଚୟ ପରମେଶ୍ୱରଙ୍କର କୌଣସି କାରଣ ଥାଇପାରେ, ନୁହେଁ କି? ପରମେଶ୍ୱର ଆରମ୍ଭରୁ ଶେଷକୁ ଦେଖି ମାନବ ଜାତି ପାଇଁ ସମଗ୍ର ସୁସମାଚାର କାର୍ଯ୍ୟର ପରିଚାଳନା କରୁଛନ୍ତି। ସେଥିପାଇଁ ଯେଉଁ ଲୋକମାନଙ୍କ ଆଖି ଗୋଟିଏ ଦିନ କିମ୍ବା 1 ସେକେଣ୍ଡ ପାଇଁ ମଧ୍ୟ ଆଗକୁ ଦେଖିପାରିବ ନାହିଁ, 그릇된 ସେମାନଙ୍କ ପାଇଁ ଏହାକୁ ଭୁଲ ଭାବରେ ବ୍ୟାଖ୍ୟା କରିବା ଭୁଲ। 16장에 ଜିହିଜିକଲ 36ରେ ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭମାନଙ୍କର ଅନ୍ତରରେ ଆମ୍ଭର ଆତ୍ମା ସ୍ଥାପନ କରିବା ଓ ତୁମ୍ଭମାନଙ୍କୁ ଆମ୍ଭର ବିଧିରୂପ ପଥରେ ଚଳାଇବା। ତହିଁରେ ତୁମ୍ଭେମାନେ ଆମ୍ଭର ଶାସନ ସକଳ ରକ୍ଷା କରି ପାଳନ କରିବ। ଏହା ପରମେଶ୍ୱରଙ୍କ ଇଚ୍ଛା। ଆସନ୍ତୁ ଆମେ ନିଶ୍ଚିତ କରିବା ଯେ ପରମେଶ୍ୱର ଆମ୍ଭମାନଙ୍କୁ କେବଳ ତାହାଙ୍କ ନିୟମ ଏବଂ ବ୍ୟବସ୍ଥାଗୁଡ଼ିକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 레위기 ଆସନ୍ତୁ ଆମେ ଲେବୀ ପୁସ୍ତକ ଅଧ୍ୟାୟ 18 ପଦ 3 ଦେଖିବା। ତୁମ୍ଭେମାନେ ଯେଉଁ ମିଶର ଦେଶରେ ବାସ କଲ, ସେହି ଦେଶାଚାର ଅନୁସାରେ ଆଚରଣ କରିବା ନାହିଁ। ପୁଣି ଯେଉଁ କିଣାନ ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ନେଇଯାଉଅଛୁ, ସେହି ଦେଶାଚାର ଅନୁସାରେ ଆଚରଣ କରିବ ନାହିଁ ଓ ତୁମ୍ଭମାନଙ୍କୁ କ'ଣ କରିବା ଉଚିତ ନୁହେଁ, ସେମାନଙ୍କ ବିଧି ଅନୁସାରେ ଚଳିବ ନାହିଁ। ଆମ୍ଭମାନଙ୍କୁ ମିଶରର ପ୍ରଥା ଅନୁସରଣ କରିବା ଉଚିତ ନୁହେଁ କିମ୍ବା କିଣାନର ପ୍ରଥା ଅନୁସରଣ କରିବା ଉଚିତ ନୁହେଁ। 또 쫓지 말고 ତେବେ ଆମ୍ଭମାନଙ୍କୁ କେଉଁ ଆଜ୍ଞାର ପାଳନ କରିବା ଉଚିତ? ପଦ 4, ତୁମ୍ଭେମାନେ ଆମ୍ଭର ଶାସନ ମାନ୍ୟ କରିବ ଓ ଆମ୍ଭର ବିଧି ପାଳନ କରିବ ଓ ତଦନୁସାରେ ଆଚରଣ କରିବ। ମିଶରର ଦେବତାମାନଙ୍କୁ ଆରାଧନା କରିବାର ପ୍ରଥା ଥିଲା 제도들이 있고 ଏବଂ କିଣାନରେ 가면 가난 우상 କିଣାନର ପ୍ରତିମାମାନଙ୍କୁ ଆରାଧନା କରିବାର ପ୍ରଥା ଥିଲା। 생활 속에 풍습들이 있고 ତଥାପି ପରମେଶ୍ୱର ଏହା ଉପରେ ଜୋର ଦିଅନ୍ତି ଯେ ତାହାଙ୍କ ଲୋକମାନେ ସର୍ବଦା ତାହାଙ୍କର ନିୟମ 준행하고 ଏବଂ ବ୍ୟବସ୍ଥାକୁ ପାଳନ କରିବା ଉଚିତ। ଯେତେବେଳେ ପରମେଶ୍ୱର ସ୍ୱର୍ଗରୁ ତଳକୁ ଦେଖନ୍ତି, ସେତେବେଳେ ସେ ଜାଣନ୍ତି ଯେ ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ ତାହାଙ୍କୁ ଉପାସନା କରନ୍ତି। 있으면 전부 이제 아시게 될 것입니다. ଆସନ୍ତୁ ଆମେ ପଦ 5 ସହିତ ଜାରି ରଖିବା। 너희는 나의 ଏ ନିମନ୍ତେ ତୁମ୍ଭେମାନେ ଆମର ବିଧି ଓ ଆମ୍ଭର ଶାସନ ପାଳନ କରିବ। ମନୁଷ୍ୟ ତାହା କଲେ ତହିଁରେ ହିଁ 이라여 ସେହି ବ୍ୟକ୍ତିର କ'ଣ ହେବ? ସେ ବଞ୍ଚିବ। 여호와니 ଆମ୍ଭେ ସଦାପ୍ରଭୁ ଅଟୁ। 영적으로 ଆତ୍ମିକ ଦୃଷ୍ଟିକୋଣରୁ ଆରାଧନା ହେଉଛି ଏକ ମହାନ ଆତ୍ମିକ ଯୁଦ୍ଧ। 큰 전쟁입니다. ଶୈତାନ ଆମ୍ଭମାନଙ୍କୁ ଅନ୍ୟ ଦେବତାମାନଙ୍କର ନିୟମକୁ ପାଳନ କରିବା ପାଇଁ 하나님에게서 ପରମେଶ୍ୱରଙ୍କଠାରୁ ଆମ୍ଭମାନଙ୍କର ହୃଦୟକୁ 신들의 ବିଭ୍ରାନ୍ତ କରିବାକୁ ଚେଷ୍ଟା କରେ। 또 따르도록끔 쫓도록끔 그렇게 행하는데요. ମରୁଭୂମିରେ 40ତମ ବର୍ଷରେ 40년째 ଇସ୍ରାଏଲୀୟମାନେ ପରୀକ୍ଷାରେ ପଡ଼ିଗଲେ 24,000명이나 ଏବଂ 24,000 ଲୋକ ମରିଗଲେ। 엄청난 그 일이 벌어지게 ମରୁଭୂମିରେ 40ତମ ବର୍ଷର ଅର୍ଥ ହେଉଛି କିଳାନ ସେମାନଙ୍କ ଆଖି ଆଗରେ ଥିଲା। 눈앞에 있을 때입니다. ଏପରି ନୁହେଁ କି? 이제 조금만 ସେମାନେ ନିସ୍ତାର ପର୍ବ ପାଳନ କରିବା ଏବଂ ଜିରିହକୁ ପରାଜୟ କରିବାକୁ ଯାଉଥିଲେ। 으로 정복해서 들어가 କିନ୍ତୁ କିଣାନରେ ପ୍ରବେଶ କରିବାର ଠିକ୍ ପୂର୍ବରୁ ସେମାନେ ଅନ୍ୟ ଦେବତାମାନଙ୍କୁ ଉପାସନା କଲେ। 발생이 되어 버린 것입니다. 자, 우리 그 ଆସନ୍ତୁ ଆମେ ଦ୍ୱିତୀୟ ବିବରଣ ଅଧ୍ୟାୟ 4 ପଦ 1 ଦେଖିବା। 같이 보겠습니다. ଅଧ୍ୟାୟ 4 ପଦ 1, 4장 1절의 말씀 ଏବେ ହେ ଇସ୍ରାଏଲ, ମୁଁ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଅଛି, ପରମେଶ୍ୱରଙ୍କ ଲୋକମାନଙ୍କୁ କ'ଣ କରିବା ଉଚିତ? ତହିଁରେ ମନୋଯୋଗ କର। 있습니다. 왜 ଆମ୍ଭେମାନେ ବୁଝିବା ଉଚିତ ଯେ କାହିଁକି ସମସ୍ତ ଭବିଷ୍ୟତ ବକ୍ତାମାନେ ନିରନ୍ତର ପରମେଶ୍ୱରଙ୍କ ବ୍ୟବସ୍ଥା ଏବଂ ନିୟମକୁ ଶିଖାନ୍ତି। 하나님의 어떤 그 축복이 ପରମେଶ୍ୱର ଆମ୍ଭମାନଙ୍କୁ ତାହାଙ୍କ ନିୟମ ଏବଂ ବ୍ୟବସ୍ଥା ସ୍ମରଣ କରାନ୍ତି, କାରଣ ଆତ୍ମିକ ଜଗତରେ ସେ ପର୍ଯ୍ୟନ୍ତ ଅନେକ ଅଦୃଶ୍ୟ ଘଟଣା ଘଟିଥାଏ ଯେ ପର୍ଯ୍ୟନ୍ତ ମାନବ ଜାତିଙ୍କ ଉପରେ ତାହାଙ୍କର ଆଶୀର୍ବାଦ ଆସିନାହିଁ। 분부하십니다. ମୁଁ ଯେ ବିଧି ଓ ଶାସନ ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ଶିକ୍ଷା ଦେଉଛି, ତହିଁରେ ମନୋଯୋଗ କର, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବ। ପଦ 2, ମୁଁ ତୁମ୍ଭମାନଙ୍କୁ ଯାହା ଆଜ୍ଞା କରୁଅଛି, ସେହି ବାକ୍ୟରେ ତୁମ୍ଭେମାନେ କିଛି ମିଶାଇବ ନାହିଁ, କିମ୍ବା ତହିଁରୁ କିଛି ଊଣା କରିବ ନାହିଁ। ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଆଜ୍ଞା କରୁଅଛି, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ସେହି ସବୁ ଆଜ୍ଞା ପାଳନ କର। ବାଲ୍ପିଓର ବିଷୟରେ ସଦାପ୍ରଭୁ ଯାହା କଲେ ତାହା ତୁମ୍ଭମାନଙ୍କ ଚକ୍ଷୁ ଦେଖିଅଛି। ପରମେଶ୍ୱର କିପରି ଲୋକମାନଙ୍କୁ ନଷ୍ଟ କଲେ? କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ବାଲ୍ପିଓର ପଶ୍ଚାଦଗାମୀ ସମସ୍ତ ଲୋକଙ୍କୁ ତୁମ୍ଭ ମଧ୍ୟରୁ ବିନଷ୍ଟ କରିଅଛନ୍ତି। ସେମାନେ ମୂର୍ତ୍ତିମାନଙ୍କ ଉଦ୍ଦେଶ୍ୟରୁ ଉତ୍ସର୍ଗୀକୃତ ଖାଦ୍ୟ ଖାଇଲେ ଏବଂ ବ୍ୟଭିଚାର କଲେ। 그래서
엄행하고 말이에요. 이 그런 사람들을 ଏହା ଲେଖା ଅଛି ଯେ ପରମେଶ୍ୱର ସେହି ସମସ୍ତଙ୍କୁ ନଷ୍ଟ କରିଦେଲେ। 이런 여러 가지 일에는 그 ବିଲିୟମଙ୍କର ଦୁଷ୍ଟ ଯୋଜନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲା। 베개가 작용도 많이 했습니다만 କିନ୍ତୁ ଯେତେବେଳେ ଆମ୍ଭେମାନେ ଏହି ଘଟଣାଗୁଡ଼ିକର ସମୟକୁ ଦେଖିବା ତେବେ ତାହା ସେମାନଙ୍କ 40 ବର୍ଷର ଯାତ୍ରାର ଅନ୍ତିମ ମୁହୂର୍ତ୍ତ ଥିଲା। ସେଥିପାଇଁ ଆମ୍ଭମାନଙ୍କୁ ମଧ୍ୟ ଅଧିକ ସତର୍କ ରହିବା ଆବଶ୍ୟକ। 조금이라도 다른 ଆସନ୍ତୁ ଆମ୍ଭେମାନେ ଏହା ସୁନିଶ୍ଚିତ କରିବା ଯେ ଆମ୍ଭମାନଙ୍କ ବିଶ୍ୱାସ କୌଣସି ବିଷୟ ଉପରେ ବିଚଳିତ ନ ହେଉ 구원하실 ଏବଂ ଶେଷ ପର୍ଯ୍ୟନ୍ତ ଏଲୋହିମ୍ ପରମେଶ୍ୱରଙ୍କ ଶିକ୍ଷାକୁ ଅନୁସରଣ କରିବା, 가지 은혜롭게 따르면서 하나님의 ଯାହାଦ୍ୱାରା ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟରେ ରହିପାରିବା। 우리가 되어야 되겠습니다. ଯଦି ଆମେ ସେହି ପଥରୁ ବିଚ୍ୟୁତ ହେବା ତେବେ ଆମ୍ଭେମାନେ ଅନ୍ୟ ଦେବତାଙ୍କୁ ଆରାଧନା କରିବା। 그래서 하나님께서 ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କିପରି ସୃଷ୍ଟି କରନ୍ତି? 만드신다고요? ଆମ୍ଭମାନଙ୍କୁ ଏକ କରିବା ପାଇଁ ପରମେଶ୍ୱର ଏହା କହି ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷାରସର ଅନୁମତି ଦେଲେ ଯେ ଏହା ହେଉଛି ତାହାଙ୍କର ମାଂସ ଓ ତାହାଙ୍କର ରକ୍ତ। ଆମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟୁ କାରଣ ପରମେଶ୍ୱରଙ୍କ ମାଂସ ଏବଂ ରକ୍ତ ଆମ୍ଭମାନଙ୍କ ଅନ୍ତରରେ ଅଛି। 고린도전서 ଏହା ପ୍ରଥମ କରନ୍ଥୀୟ ଅଧ୍ୟାୟ 3:16 କୁହାଯାଇ ନାହିଁ କି 않습니까? ତୁମ୍ଭେମାନେ କି ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର? 하나님의 성전 ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ। ବାଇବଲରେ ଏହି ଗମ୍ଭୀର ଶିକ୍ଷାଗୁଡ଼ିକୁ ସ୍ମରଣ କରି 성경 속에 있다는 것을 우리가 꼭히 명심하셔서 ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞା ଏବଂ ଶିକ୍ଷାଗୁଡ଼ିକୁ ଅନୁଯାୟୀ ବିଶ୍ୱାସର ଜୀବନଯାପନ କରିବା ଏବଂ ଆପଣ ସମସ୍ତ ମନ, ସମସ୍ତ ପ୍ରାଣ 각오와 결심을 가지고 ଏବଂ ସମସ୍ତ ଶକ୍ତି ସହିତ 목숨을 ପରମେଶ୍ୱରଙ୍କୁ ଭୟ କରିବା ନିମନ୍ତେ ନିର୍ଣ୍ଣୟ କରିବା ଉଚିତ। 정성껏 힘써 경배하며 ମୁଁ ଆଶା କରୁଅଛି ଯେ ସିଓନ ପରିବାରର ସମସ୍ତ ସଦସ୍ୟ ପିତା ଏବଂ ମାତାଙ୍କ ସୁସମାଚାର କାର୍ଯ୍ୟରେ ଅଂଶଗ୍ରହଣ କରି 할수 있는 ଆନନ୍ଦର ସହିତ ଦୃଢ଼ ସଂକଳ୍ପ ସହିତ ଏହି ପଥରେ ଚାଲିବେ। 예배는 중요합니다. ଆରାଧନା ଗୁରୁତ୍ୱପୂର୍ଣ୍ଣ। ଆରାଧନା ମାଧ୍ୟମରେ ପରମେଶ୍ୱର ତୁରନ୍ତ ଜାଣିନିଅନ୍ତି ଯେ ଆମ୍ଭେମାନେ ତାହାଙ୍କୁ କିମ୍ବା ଶୈତାନର କିମ୍ବା ଅନ୍ୟ ମୂର୍ତ୍ତି ପୂଜକ ଦେବତାମାନଙ୍କର ଉପାସନା କରୁଅଛୁ କି ନାହିଁ। ସେଥିପାଇଁ ବାଇବଲ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ପରମେଶ୍ୱରଙ୍କ ନିୟମ ଓ ବ୍ୟବସ୍ଥା ବିଷୟରେ ଶିକ୍ଷା ଦେବା ପାଇଁ ଆଲୋକିତ କରେ। 길을 행할 때든지 ଯଦିଓ ଆମେ 때든지 ସଡ଼କରେ ହେଉ 자녀들에게 କିମ୍ବା ଘରେ, 여전히 가르치라고 일러주지 ହଁ ନା? 않습니까? 우리는 지금 ଆମ୍ଭେମାନେ ପିତା ଏବଂ ମାତାଙ୍କ ଶିକ୍ଷା ଅଧୀନରେ ଏହି ପଥରେ ଆଗକୁ ବଢ଼ୁଅଛୁ। 사단의 ସେଥିପାଇଁ ଆମ୍ଭେମାନେ ଶୈତାନର ଅପମାନ ହେତୁ ଏହି ଆଶୀର୍ବାଦ ପ୍ରାପ୍ତ ପଥକୁ ଛାଡ଼ିବା ଉଚିତ ନୁହେଁ। ପ୍ରକାଶିତ ବାକ୍ୟ ପୁସ୍ତକରେ ଏହା କୁହାଯାଇଅଛି, ମୁଁ ଶୀଘ୍ର ଆସୁଅଛି। ତେବେ ଆମ୍ଭମାନଙ୍କୁ କ'ଣ କରିବା ଉଚିତ? ଯାହା ତୁମ୍ଭ ପାଖରେ ଅଛି ତାହା ଧରି ରଖ। ଏହାକୁ ନ ହରାଇବା ପାଇଁ ଆମ୍ଭେମାନେ ସାବଧାନ ରହିବା ଉଚିତ। 그만큼 ଯେହେତୁ ସ୍ୱର୍ଗରାଜ୍ୟରେ ସବୁଠାରୁ 가장 고귀한 ମହାନ ଏବଂ ଗୌରବମୟ ସ୍ଥାନ ଆମ୍ଭମାନଙ୍କୁ ପ୍ରଦାନ କରାଯିବ, 직책과 직분을 우리 자녀들에게 다 ସେଥିପାଇଁ ଏହି ପଥକୁ କେବେ ମଧ୍ୟ ନ ହରାଇବା ପାଇଁ 또 놓치지 ଅନୁରୋଧ କରୁଅଛି। 자녀들이 다 되시길 부탁드리고요. ଆଜି ମୁଁ କେବଳ ସଂକ୍ଷିପ୍ତ ଭାବରେ 예배에 대해서 ମହାନ ଆତ୍ମିକ ଯୁଦ୍ଧ ଏବଂ ଆରାଧନା ବିଷୟରେ କହିଅଛି। 했습니다만 사단을 ଯେହେତୁ ବାଇବଲ ଶୈତାନ ଏବଂ ପରମେଶ୍ୱରଙ୍କ ମଧ୍ୟରେ ପାର୍ଥକ୍ୟର ବିଭିନ୍ନ ଉପାୟକୁ ରେକର୍ଡ କରେ, ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି ଯେ ବାଇବଲକୁ ଶେଷ ପର୍ଯ୍ୟନ୍ତ ଅନୁସରଣ କରନ୍ତୁ, ଯାହାଦ୍ୱାରା ଆମ୍ଭେମାନେ ପିତା ଏବଂ ମାତାଙ୍କ ଆଜ୍ଞା ଅନୁଯାୟୀ 영원한 천국 ଅନନ୍ତ ସ୍ୱର୍ଗରାଜ୍ୟରେ ଏକ ସମୃଦ୍ଧ ସ୍ୱାଗତ ପ୍ରାପ୍ତ କରିପାରିବା। 자녀들이 다 되시길 ଏହା ଆଶା କରି ଯେ ଆପଣ ପ୍ରଚୁର ଅନୁଗ୍ରହ ପ୍ରାପ୍ତ କରିଛନ୍ତି। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଧନ୍ୟବାଦ।